প্রিয় দর্শক বন্ধুগণ নমস্কার, গুড মর্নিং, সুপ্রভাত। আজি 15 অক্টোবর বুধবার আসিଅଛି ଏକ ନୂତନ ଅପଡେଟ୍ ନେଇ। ଓଡ଼ିଶାର ପାଣିପାଗ ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବରକୁ ନେଇ। ଓଡ଼ିଶାର ପାଣିପାଗ ଖବର ବିଷୟରେ ଯାହାକି ଆପଣମାନେ ଦେଖିବା ନିହାତି ଦରକାର। ବିଶେଷ କରି ଅକ୍ଟୋବର ମାସରେ ବାତ୍ୟାର ପ୍ରଭାବ ଥାଏ, ତେଣୁ ପାଣିପାଗ ଖବରଗୁଡ଼ିକ ନିହାତି ଦେଖିବା ଏବଂ ଶୁଣିବା ଦରକାର। ଏବଂ କେତେକ ଜିଲ୍ଲାରୁ ମୌସୁମୀ ଲୌଟିବା ଆରମ୍ଭ ହୋଇଅଛି। ପାଣିପାଗ ବିଷୟରେ ସବୁ ସଠିକ୍ ଖବର ଜାଣିବା ପାଇଁ ଆମ ଟିକେ ଓଡ଼ିଆ ନ୍ୟୁଜ୍ ଚ୍ୟାନେଲକୁ ସ୍ୱାଗତମ। ବନ୍ଧୁଗଣ, ଆମେ ଆପଣମାନଙ୍କୁ ପ୍ରତିଦିନର ପାଣିପାଗର ସବୁ ସଠିକ୍ ଖବର, ଟିକିନିକି ଖବର ଦେଇଥାଉ। କେବେ ଏବଂ କେତେ ଦିନ ମଧ୍ୟରେ ଖରା, ବର୍ଷା, ଶୀତ, ବନ୍ୟା, ବାତ୍ୟା କେବେ କେଉଁ ଜିଲ୍ଲାରେ କେତେ ପରିମାଣରେ ହେବ ତାହାର ସବୁ ସଠିକ୍ ଖବର ଆମେ ଦେଇଥାଉ, ଯେମିତି ଆପଣମାନେ ସମସ୍ତେ ସୁରକ୍ଷିତ ରହିପାରିବେ। ଦର୍ଶକ ବନ୍ଧୁଗଣ, ଆଜି ଅର୍ଥାତ୍ 15 ଅକ୍ଟୋବର ବୁଧବାର 8ଟି ଜିଲ୍ଲାରେ ୟେଲୋ ଆଲର୍ଟ ଜାରି ହୋଇଅଛି, କିନ୍ତୁ 11ଟି ଜିଲ୍ଲାରେ ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ଅଛି। ବିଜୁଳି ଘଡ଼ଘଡ଼ି ସହ ଝଟକା ପବନ ବହିବ ବୋଲି ଅନୁମାନ କରାଯାଉଅଛି। ଦର୍ଶକ ବନ୍ଧୁଗଣ, 8ଟି ଜିଲ୍ଲାରେ ୟେଲୋ ଆଲର୍ଟ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ହେଲା କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କାଲାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି ଏବଂ ଗଞ୍ଜାମ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଏବଂ ଝଟକା ପବନ ବହିବ। ପବନର ବେଗ ରହିବ 30 କିଲୋମିଟରରୁ 40 କିଲୋମିଟର ପର ଘଣ୍ଟା ଏବଂ ବର୍ଷାର ପରିମାଣ ରହିବ 7 ସେଣ୍ଟିମିଟରରୁ 11 ସେଣ୍ଟିମିଟର ମଧ୍ୟରେ। ଆଉ ବାକି ରହିଲା 22ଟି ଜିଲ୍ଲାକୁ ଗ୍ରୀନ୍ ଜୋନ୍ରେ ରଖିଅଛି। ଏହିସବୁ ଜିଲ୍ଲାର ବିଦାୟ ନେଇଥିବା ଆରମ୍ଭ ହୋଇଅଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ମାରି ଆସିବ ଶୀତ ଏବଂ ପ୍ରବଳ ପରିମାଣରେ କୁହୁଡ଼ି ଦେଖିବାକୁ ମିଳିବ। 22ଟି ଜିଲ୍ଲାଗୁଡ଼ିକ ହେଲା ଗ୍ରୀନ୍ ଜୋନ୍ରେ ରଖାଯାଇଥିବା ଜିଲ୍ଲା: ନୂଆପଡ଼ା, ବଲାଙ୍ଗୀର, ବୌଦ୍ଧ, ସୋନପୁର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେଓଗଡ଼, ଅନୁଗୁଳ, ନୂଆଗଡ଼, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା ଜିଲ୍ଲାରେ ମୁଖ୍ୟତଃ ଭାବରେ ପାଗ ଶୁଖିଲା ରହିବ ଏବଂ ଅଧିକ ପରିମାଣରେ କୁହୁଡ଼ି ଦେଖିବାକୁ ମିଳିବ। ଥଣ୍ଡାର ଅନୁଭବ ହେବ। ଦର୍ଶକ ବନ୍ଧୁଗଣ, ଲଘୁଚାପ ପ୍ରବଳ ବର୍ଷାର ସମ୍ଭାବନା ରହିଛି। କାଳୀ ପୂଜା, ଦୀପାବଳି ବେଳକୁ ଖରା ବର୍ଷାର ସମ୍ଭାବନା। କାଳୀ ପୂଜା କରିପାରେ ଫିକା ପ୍ରାୟ ସବୁ ଜିଲ୍ଲାରୁ ଫେରୁଥିବାରୁ ମୌସୁମୀ। ଦର୍ଶକ ବନ୍ଧୁଗଣ, ମୌସୁମୀ ବିଦାୟ ନେଉ ନେଉ ହାତ ଧରି ଆସୁଅଛି। ଲଘୁଚାପ ଅକ୍ଟୋବର ଗୁଡ଼ିକରେ ବୁରେଇବ ଓଡ଼ିଶା ବୋଲି ଅନୁମାନ କରାଯାଉଅଛି। ଦର୍ଶକ ବନ୍ଧୁଗଣ, ଜାଣି ରଖନ୍ତୁ, ଇଣ୍ଡୋନେସିଆ ପଟରୁ ଆସୁଥିବା ଘୂର୍ଣ୍ଣି ବଳୟଟି ଧୀରେ ଧୀରେ ଉତ୍ତର ପଶ୍ଚିମ ଆଡ଼କୁ ଗତି କରୁଅଛି, ଯାହାକି ସମୁଦ୍ର ମଧ୍ୟରେ ପୁଣି ବଳ ଯୋଗାଉଛି, ଶକ୍ତି ଯୋଗାଉଛି କରୁଅଛି। ଘୂର୍ଣ୍ଣି ବଳୟଟି ଶ୍ରୀଲଙ୍କା ତଟ ହୋଇ ଦକ୍ଷିଣ ଭାରତ ଆଡ଼କୁ ଗତି କରିବ ବୋଲି ଅନୁମାନ କରାଯାଉଅଛି। ଏହି ଘୂର୍ଣ୍ଣି ବଳୟଟି ଦକ୍ଷିଣ ଭାରତର ଚେନ୍ନାଇରେ ଅବସ୍ଥାନ କରିବ ଏବଂ ବଙ୍ଗୋପସାଗରରେ ଅଧିକ ପରିମାଣରେ ଶକ୍ତି ଯୋଗାଡ଼ କରିବ। ଅକ୍ଟୋବର ଶେଷ ବେଳକୁ 28 ବା 29 ତାରିଖରେ ଅବପାତ ନେବାର ସମ୍ଭାବନା ଅଛି। ଚେନ୍ନାଇର ପଣ୍ଡୁଚେରୀ, ଗୁଡ୍ଡୁର, ନେଲୋର, କାକିନାଡା, ବିଶାଖାପଟ୍ଟନମରେ ପ୍ରବଳ ବର୍ଷାରୁ ଅତି ପ୍ରବଳ ବର୍ଷା ହେବ। ସେଠିକାର ଜିଲ୍ଲାମାନଙ୍କରେ କ୍ଷୟକ୍ଷତି ମଧ୍ୟ ଅଧିକ ହେବ। ଚାଷୀ ଭାଇମାନେ ସାବଧାନ ହୋଇଯାଆନ୍ତୁ ବୋଲି ଅନୁରୋଧ। ଏହି ଘୂର୍ଣ୍ଣି ବଳୟର ପ୍ରଭାବ ସିଧା ସିଧା ଓଡ଼ିଶା ରାଜ୍ୟ ମଧ୍ୟରେ ପଡ଼ିବ। ଓଡ଼ିଶାର ଚାଷୀ ଭାଇମାନେ ଯଦି କେହି ଧାନ କାଟିବା, ମକା ବା ଭୁଟ୍ଟା ଭାଙ୍ଗିବା କରିଛନ୍ତି, ତେବେ ଯଥାଶୀଘ୍ର ତାହାର ବ୍ୟବସ୍ଥା କରନ୍ତୁ 23 ରୁ 24 ତାରିଖ ମଧ୍ୟରେ, କାରଣ ଓଡ଼ିଶା ଉପକୂଳ ଅଞ୍ଚଳରେ ବର୍ଷା ଲାଗି ରହିବ 3-4 ଦିନ ଏବଂ ଅକ୍ଟୋବର ଶେଷ ଆଡ଼କୁ ପ୍ରବଳ ବର୍ଷାର ଅନୁମାନ କରାଯାଇଅଛି। ଦର୍ଶକ ବନ୍ଧୁଗଣ, ଓଡ଼ିଶାର କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, କାଲାହାଣ୍ଡି, ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, ଭଦ୍ରକ
କେନ୍ଦ୍ରାପଡ଼ା ବାଲେଶ୍ୱରରେ ପ୍ରବଳ ପରିମାଣରେ ବର୍ଷା ଲାଗି ରହିବ ବୋଲି ଅନୁମାନ କରାଯାଉଛି। ଦର୍ଶକ ବନ୍ଧୁଗଣ, ଜାଣି ରଖନ୍ତୁ, ଆମେମାନେ ଦୀପାବଳିରେ ଧୁମଧାମ ପାଳନ କରିଥାଉ, କିନ୍ତୁ ଏ ବର୍ଷ ନୂଆ ନିୟମ ଲାଗୁ ହୋଇଛି। ସନ୍ଧ୍ୟା 7 ଘଟିକାରୁ ରାତି 9 ଘଟିକା ମଧ୍ୟରେ ବାଣ ଫୁଟାଇବେ ଏବଂ 10 ବର୍ଷର କମ ପିଲାମାନେ ଶବ୍ଦ କରିଥିବା ବାଣ ଫୁଟାଇବା ମନା। ଦର୍ଶକ ବନ୍ଧୁଗଣ, ଆଜି ପାଇଁ ଏତିକି। ଦେଖାହେବ ଆଗାମୀକାଲି। ଦିନସାରା ଭଲ ରୁହନ୍ତୁ, ମସ୍ତ ରୁହନ୍ତୁ, ସୁସ୍ଥ ରୁହନ୍ତୁ। ଦର୍ଶକ ବନ୍ଧୁଗଣ, ଆପଣମାନେ କେଉଁ ଜିଲ୍ଲାରୁ ଦେଖୁଛନ୍ତି କମେଣ୍ଟ ମଧ୍ୟରେ ଜଣାଇବେ ବୋଲି ଅନୁରୋଧ ଏବଂ ଲାଇକ୍, କମେଣ୍ଟ, ସେୟାର, ଫଲୋ କରି ଅନ୍ୟମାନଙ୍କୁ ଦେଖିବାର ସୁଯୋଗ କରିଦେବେ ବୋଲି ମଧ୍ୟ ଅନୁରୋଧ। ଧନ୍ୟବାଦ।